ସମସ୍ତଙ୍କୁ ଖ୍ରୀଷ୍ଟ ପ୍ରେମରେ ମୋର ଆନ୍ତରିକ ନମସ୍କାର। ଆପଣମାନଙ୍କ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ପ୍ରିୟ ବନ୍ଧୁଗଣ, ଆଜିର ଭିଡ଼ିଓରେ ଆମେ ଆଲୋଚନା କରିବା ଯୀଶୁଖ୍ରୀଷ୍ଟ କ୍ରୁଶାର୍ପିତ ହେବା ପରେ ପିଲାତଙ୍କ ମୃତ୍ୟୁ କିପରି ହୋଇଥିଲା। ତେବେ ଚାଲନ୍ତୁ ବନ୍ଧୁଗଣ, ଆଉ ଅଧିକ ବିଳମ୍ବ ନ କରି ଆଜିର ଭିଡ଼ିଓକୁ ଆମେ ଆରମ୍ଭ କରିବା। ଯୀଶୁଙ୍କର କ୍ରୁଶକୁ ସ୍ମରଣ କରିବା ସମୟରେ ପିଲାତଙ୍କ ନାମ ମଧ୍ୟ ସାମ୍ନାକୁ ଆସିଥାଏ। ଯୀଶୁଙ୍କର କ୍ରୁଶ ବିଧା ସମୟରେ ସେ ରାଜତ୍ୱ କରୁଥିଲେ। ସେ ରୋମ ସାମ୍ରାଜ୍ୟର ପଞ୍ଚମ ଗଭର୍ଣ୍ଣର ଥିଲେ ଏବଂ ସମ୍ରାଟ ଟାଇବେରିଆଙ୍କ ଅଧୀନରେ କାର୍ଯ୍ୟ କରୁଥିଲେ। ଆଉ ଯୀଶୁଙ୍କ ଜନ୍ମର 26ରୁ 36 ଶତାବ୍ଦୀ ମଧ୍ୟରେ ସେ କାର୍ଯ୍ୟ କରୁଥିଲେ। ଆଉ ନୂତନ ନିୟମରେ ପଣ୍ଟିୟସ୍ ପିଲାତ ଏକ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ। ଯେତେବେଳେ ପଣ୍ଟିୟସ୍ ପିଲାତ ପସନ୍ଦକୁ ବାଛିବା ପାଇଁ କହିଥିଲେ, ସେତେବେଳେ ଯିହୁଦୀମାନେ ବାରବାକୁ ବାଛିଥିଲେ। ଜିହୁଦା ପ୍ରଦେଶର ଏକ ଭୟଙ୍କର ଅପରାଧୀ ଥିଲେ, ଯିଏକି ତାଙ୍କ ନାମ ହେଉଛି ବାରବା। ଆଉ ଯୀଶୁଙ୍କୁ ଯେଉଁଦିନ ବିଚାର କରାଯାଇଥିଲା, ସେହିଦିନ ରାତିରେ ପିଲାତଙ୍କ ପତ୍ନୀ ସ୍ୱପ୍ନରେ ବହୁତ କଷ୍ଟ ପାଇଥିଲେ ଏବଂ ଆସି ପିଲାତଙ୍କୁ କହିଥିଲେ, ସେ ପବିତ୍ର ବ୍ୟକ୍ତିଙ୍କ ବିରୁଦ୍ଧରେ କିଛି ହସ୍ତକ୍ଷେପ କର ନାହିଁ। ଯିହୁଦୀମାନେ ବାରବାକୁ ବାଛିବା ପରେ ପିଲାତ ନିଜର ହସ୍ତକୁ ଧୋଇ ଦେଇଥିଲେ ଏବଂ କହିଥିଲେ, ଏହି ରକ୍ତପାତରେ ଆମର କୌଣସି ଦୋଷ ନାହିଁ। ଆଉ ପିଲାତ ବାରବାକୁ ମୁକ୍ତ କରିବାର କାରଣ ହେଉଛି, ସେହି ସମୟ ନିସ୍ତାର ପର୍ବରେ ଏକ ପ୍ରଥା ରହିଥିଲା। ସେହିଦିନ ଯିହୁଦୀମାନେ ଯେକୌଣସି ଅପରାଧୀକୁ ମୁକ୍ତ କରିପାରିବେ। ତେବେ ଆମେ ଏହି ଘଟଣାକୁ ନେଇ ଆଲୋଚନା କରିବା। ପିଲାତଙ୍କ ଜୀବନୀ ଏବଂ ମୃତ୍ୟୁ କିପରି ହେଇଥିଲା, ସେ କିଏ ଥିଲେ, ସେ କିପରି କ୍ଷମତାକୁ ଆସିଥିଲେ, ସେ କାହିଁକି ନିଜର ହାତ ଧୋଇଲେ, ଆଉ କାହିଁକି ସେ ଯୀଶୁଙ୍କୁ କ୍ରୁଶରେ ଚଢ଼ାଇବା ପାଇଁ ଆଦେଶ ଦେଇଥିଲେ। ତାଙ୍କର ଭୁଲ ନିଷ୍ପତ୍ତି ପାଇଁ ତାଙ୍କ ପରିଣାମ କ'ଣ ହେଇଥିଲା। ଦୟାକରି ଏହି ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି ପିଲାତଙ୍କ ଜୀବନରେ କ'ଣ ଘଟିଥିଲା। ତେବେ ରୋମର ସମ୍ରାଟ ଜିହୁଦା ପ୍ରଦେଶରେ 63 ବିଶ୍ୱରୁ ଶାସନ କରି ଆସୁଥିଲେ। ଆଉ ରୋମୀୟ ଶାସକଙ୍କ ଠାରୁ ଯିହୁଦୀମାନେ ଅଧିକ ଧାର୍ମିକ ବିଷୟଗୁଡ଼ିକୁ ଅଭ୍ୟାସ କରୁଥିଲେ। ଆଉ ରୋମୀୟମାନେ ନେପଚୁନକୁ ପୂଜା କରୁଥିଲେ, ଯାହାକୁ ସମୁଦ୍ରର ଦେବତା ବୋଲି କୁହାଯାଉଥିଲା। ଆଉ ରୋମର ସରକାର ଅଧିକ ମାତ୍ରାରେ କର ଆଦାୟ କରୁଥିଲେ, ଏପରିକି ଜିହୁଦା ପ୍ରଦେଶରେ ମଧ୍ୟ। ସେଥିପାଇଁ ରୋମର ସରକାର ପିଲାତଙ୍କୁ ନିଯୁକ୍ତ କରିଥିଲେ, ଯେପରି ସେ ସରକାରଙ୍କ ପାଇଁ ଅଧିକ କର ଆଦାୟ କରିପାରିବେ। ସେଥିପାଇଁ ଜନସାଧାରଣଙ୍କ ସହିତ ପିଲାତଙ୍କର ଅନେକ ସମୟରେ ମନୋମାଳିନ୍ୟ ଅସନ୍ତୁଷ୍ଟି ଦେଖିବାକୁ ମିଳିଥିଲା। ଆଉ ଜିହୁଦା ପ୍ରଦେଶରେ ରୋମାନ ସାମ୍ରାଜ୍ୟର ମୂର୍ତ୍ତି ଯିହୁଦୀମାନଙ୍କର ଧର୍ମ ପ୍ରତି ଏକ ବ୍ୟାଘାତ ସୃଷ୍ଟି କରୁଥିଲା। ଆଉ ଯିହୁଦୀମାନେ ଜିହୋବା ପରମେଶ୍ୱରଙ୍କ ନିୟମକୁ ପାଳନ କରୁଥିବା ବେଳେ ରୋମୀୟମାନେ ରୋମୀୟ ଈଶ୍ୱରଙ୍କୁ ଉପାସନା କରୁଥିଲେ। ଏହି କାରଣରୁ ପିଲାତ ସର୍ବଦା ଚାପ ଭିତରେ ଦେଇ ଗତି କରୁଥିଲେ ଆଉ ଟେନସନ ଭିତରେ ଜୀବନ ଅତିବାହିତ କରୁଥିଲେ। ଇତିହାସରେ ପିଲାତଙ୍କ ବିଷୟରେ ଡିଟେଲ ଲେଖାଯାଇ ନାହିଁ, ବରଂ ଅଳ୍ପ କିଛି ବର୍ଣ୍ଣନା କରାଯାଇଛି। ପଣ୍ଟିୟସ୍ ପିଲାତ ଖ୍ରୀଷ୍ଟପୂର୍ବ 26ରେ ଜନ୍ମଗ୍ରହଣ କରିଥିଲେ। ସେ ରୋମୀୟ ପରିବାରରେ ହିଁ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଏକ୍ଜାକ୍ଟ ଜନ୍ମସ୍ଥାନ ଅନିର୍ଦ୍ଦିଷ୍ଟ। ଇତିହାସ ବର୍ଣ୍ଣନା କରେ ଯେ ସେ ହୁଏତ ଇଟାଲୀର କେନ୍ଦ୍ର ଭାଗରେ ଜନ୍ମଗ୍ରହଣ କରିଥାଇପାରନ୍ତି। ତାଙ୍କର ଶିକ୍ଷା ଏବଂ କ୍ୟାରିୟର ବିଷୟରେ ସମ୍ୟକ ଧାରଣା ଦେଖିବାକୁ ମିଳେ। ନିଜର ଶିକ୍ଷାକୁ ସମାପ୍ତ କଲା ପରେ ସେ ରାଜନୀତିରେ ପାଦ ଦେଇଥିଲେ। ଜନସାଧାରଣଙ୍କ ପ୍ରତି ତାଙ୍କର କାର୍ଯ୍ୟକୁ ଦେଖି ରୋମୀୟ ସରକାର ତାଙ୍କୁ ଜିହୁଦା ପ୍ରଦେଶର ଗଭର୍ଣ୍ଣର ଭାବରେ ଘୋଷଣା କରିଥିଲେ। ସେ ଅନୁମାନିକ 26ରୁ 36 ଶତାବ୍ଦୀ ମଧ୍ୟରେ ଗଭର୍ଣ୍ଣର କାର୍ଯ୍ୟ କରୁଥିଲେ। ଆଉ ସେଥିପାଇଁ ତାଙ୍କୁ ଏକ ବହୁତ ବଡ଼ ସାମରିକ ଶକ୍ତି ପ୍ରଦାନ କରାଯାଇଥିଲା। ପିଲାତ ଜିହୁଦାର ଜନସାଧାରଣଙ୍କ ଠାରୁ କର ଆଦାୟ କରୁଥିଲେ। ତାହାଙ୍କ ପାଖରେ ଜଣକୁ ବନ୍ଦୀ କରିବାର, ପ୍ରାଣଦଣ୍ଡ ଦେବାର କ୍ଷମତା ମଧ୍ୟ ରହିଥିଲା।
ଏପରିକି ଯୀଶୁଙ୍କ କ୍ଷେତ୍ରରେ ମଧ୍ୟ ତାଙ୍କ ପାଖରେ କ୍ଷମତା ସ୍ଥାନାନ୍ତରିତ କରିବାର ମଧ୍ୟ ଅଧିକାର ରହିଥିଲା। ତଥାପି ସେ ଯୀଶୁଙ୍କର ବିଚାର କରିବା ପାଇଁ ଇଚ୍ଛା ପ୍ରକାଶ କରିନଥିଲେ, ବରଂ ଏହି ବିଚାର କରିବାର ଦାୟିତ୍ୱ ସେ ହେରୋଦଙ୍କୁ ଦେଇଥିଲେ। ଆଉ ହେରୋଦ ପୁନର୍ବାର ତାହାଙ୍କ ପାଖକୁ ଯୀଶୁଙ୍କୁ ଫେରାଇ ଦେଇଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ପାଉଲ ନିଜେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ପଣ୍ଟିୟସ୍ ପିଲାତ ନିଜେ ନେଇନଥିଲେ। ଯୀଶୁଙ୍କ ନିକଟରେ କୌଣସି ଦୋଷ ନ ପାଇ ସେ ହେରୋଦଙ୍କ ପାଖକୁ ଯୀଶୁଙ୍କୁ ପଠାଇ ଦେଇଥିଲେ। ଯେତେବେଳେ ପିଲାତ ତାଙ୍କୁ ପ୍ରଶ୍ନ କଲେ, ସେ କହିଥିଲେ ଯେ ସେ ସତ୍ୟ ସପକ୍ଷରେ ସାକ୍ଷ୍ୟ ଦେବା ପାଇଁ ଆଉ ସତ୍ୟ ସପକ୍ଷରେ ସାକ୍ଷୀ ହେବା ପାଇଁ ଏ ଦୁନିଆକୁ ଆସିଅଛନ୍ତି। ଯୀଶୁ କହିଥିଲେ ତାଙ୍କ ରାଜ୍ୟ ଏଇ ପୃଥିବୀଟା ନୁହେଁ, ଯାହା ଆମେ ଯୋହନ ପୁସ୍ତକରେ ଦେଖିବାକୁ ପାଇଥାଉ। ପିଲାତ ଜାଣିପାରିଥିଲେ ଯେ ଯୀଶୁ ରୋମ ଏବଂ କାଇସରଙ୍କ ବିରୁଦ୍ଧରେ କୌଣସି ଅପରାଧ କରିନାହାନ୍ତି। ପିଲାତ ଯୀଶୁଙ୍କୁ ମୁକ୍ତ କରିବାକୁ ଇଚ୍ଛା କରୁଥିଲେ, କିନ୍ତୁ ଯିହୁଦୀମାନେ କହିଥିଲେ ଯେ ସେମାନଙ୍କୁ ବାରବ୍ବା ଦରକାର, ଯୀଶୁ ନୁହନ୍ତି। ଏହାପରେ ପିଲାତଙ୍କ ପତ୍ନୀ କ୍ଲାଉଦିଆ ପିଲାତଙ୍କ ପାଖକୁ ଏକ ସମ୍ବାଦ ପ୍ରେରଣ କଲେ, ତୁମେ ସେହି ପବିତ୍ର ବ୍ୟକ୍ତିଙ୍କ ବିପକ୍ଷରେ ହସ୍ତ ଉଠାଅ ନାହିଁ, କାରଣ ମୁଁ ତାଙ୍କ ଯୋଗୁଁ ଆଜି ରାତିରେ ସ୍ୱପ୍ନରେ ଅନେକ କଷ୍ଟ ପାଇଅଛି। କିନ୍ତୁ ଜନସାଧାରଣଙ୍କୁ ଭୟ କରି ପିଲାତ ଚିହ୍ନ ସ୍ୱରୂପ ସମସ୍ତଙ୍କ ସାମ୍ନାରେ ନିଜର ହସ୍ତକୁ ଧୋଇ ଏହା ଘୋଷଣା କରିଥିଲେ ଯେ ଏହି ବ୍ୟକ୍ତି ଯୀଶୁଙ୍କ ରକ୍ତପାତରେ ତାଙ୍କର କୌଣସି ହସ୍ତ ନାହିଁ। ତାପରେ ଯୀଶୁଙ୍କୁ କାଲବରୀ କ୍ରୁଶ ଉପରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ ପିଲାତଙ୍କ ଜୀବନ ଜିହୁଦା ପ୍ରଦେଶରେ ଅନବରତ ରୋମାନ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଯୀଶୁଙ୍କ ମୃତ୍ୟୁ ପରେ ପିଲାତ ସେ ଦୁଷ୍ଟ ପ୍ରକୃତିକୁ ଛାଡ଼ିପାରି ନଥିଲେ। ଆଉ ଯୀଶୁଙ୍କ ମୃତ୍ୟୁର 3 ବର୍ଷ ପରେ ପିଲାତ କିଛି ଗାଲିଲୀୟ ମାନଙ୍କୁ ଗିରଫଦାର କରିଥିଲେ, ଆରେଷ୍ଟ କରିଥିଲେ, ଯେଉଁମାନେ ମନ୍ଦିରରେ ବଳିଦାନ କରୁଥିଲେ। ଏହାପରେ ଡୋସିଥିୟସ୍ ନାମରେ ଜଣେ ବ୍ୟକ୍ତିଙ୍କର ସମରିଆରେ ଆବିର୍ଭାବ ହୋଇଥିଲା, ଆଉ ଯାହାଙ୍କର ମୁଖ ଯୀଶୁଙ୍କ ସଦୃଶ ଥିଲା। ସମିରଣୀୟମାନେ ଏହି ବିଷୟରେ ଗଭର୍ଣ୍ଣର ଲୁସିୟସଙ୍କ ପାଖରେ ଅଭିଯୋଗ କରିଥିଲେ। ଏହା ଘଟିଥିଲା 35-39 ଖ୍ରୀଷ୍ଟାବ୍ଦରେ। ଏହି ଅଭିଯୋଗ ପିଲାତଙ୍କ ନିକଟକୁ ସ୍ଥାନାନ୍ତରିତ କରାଯାଇଥିଲା। ରୋମର ସମ୍ରାଟ ଟାଇବେରିୟସଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ରୋମରେ ନୂତନ ସମ୍ରାଟ ନିଯୁକ୍ତ ହୋଇଥିଲେ। ଅନୁମାନ କରାଯାଏ ଚିନ୍ତାରେ ଭାରଗ୍ରସ୍ତ ହୋଇ ପିଲାତ ଆତ୍ମହତ୍ୟା କରିଥିଲେ। ହଁ ବନ୍ଧୁଗଣ, ପିଲାତଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ହୋଇଥିଲା। ପିଲାତଙ୍କ ଜୀବନ କାଳ ମଧ୍ୟରେ ପାଉଲ ମୃତ୍ୟୁବରଣ କରିଥିଲେ। ପିତରଙ୍କୁ ଓରଟା କ୍ରୁଶରେ ଟଙ୍ଗା ଯାଇଥିଲା, ଆଉ ଯୋହନଙ୍କ ଭାଇ ଯାକୋବଙ୍କୁ ଖଡ୍ଗରେ ହତ୍ୟା କରାଯାଇଥିଲା। ତେବେ ପ୍ରିୟ ବନ୍ଧୁଗଣ, ପିଲାତ ଆତ୍ମହତ୍ୟା କରିଥିଲେ ବୋଲି ଅନେକ ଐତିହାସିକ ଏବଂ ବାଇବେଲ ଜ୍ଞାନୀମାନେ ପ୍ରକାଶ କରିଥାନ୍ତି। ଆଉ ଯଦି ଏହି ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସୁଛି, ତେବେ ଭିଡ଼ିଓକୁ ସେୟାର ନିଶ୍ଚିତ ଭାବରେ କରନ୍ତୁ। ଆଜି ପାଇଁ ଏତିକି। ପୁଣି ଦେଖାହବ ଆପଣଙ୍କ ସହିତ ଆଉ ଗୋଟେ ଭିଡ଼ିଓରେ, ଆଉ ଗୋଟେ ଅଧ୍ୟାୟ। ସମସ୍ତଙ୍କୁ ମୋର ଆନ୍ତରିକ ନମସ୍କାର।